ଥରେ ଟ୍ୟୁସନରୁ ଫେରୁଥିବା ସମୟରେ ମୋ ସାଙ୍ଗ କିପରି ମୋତେ ଘେନି ପୁରା ମୋ ବିଆକୁ ନାଲି କରିଦେଇଥିଲା ଏବଂ ମୋ ବିଆରୁ ଜିଭ ପୁରେଇ ସବୁ ରସକୁ ବାହାର କରିଦେଇଥିଲା, ସେଇ ବିଷୟରେ ମୁଁ ଆଜି ଏ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ପ୍ରିୟା। ମୋର ବୟସ ପାଖାପାଖି 17ରୁ 18 ହେବ ଏବଂ ମୋ ଚେହେରା ଖୁବ୍ ସୁନ୍ଦରୀ। ମୁଁ ଗୋରା ତକ ମୋର ଦେହ, ଦୁଧର ସାଇଜ୍ ପାଖାପାଖି 36 ହେବ। ମୋଟାମୋଟି ଭାବେ କହିବାକୁ ଗଲେ ମୋତେ ଥରେ ଯିଏ ଦେଖିଛି ସିଏ ମୋତେ କିଣିବାକୁ ତାର ପ୍ରବଳ ଆଗ୍ରହ ହେବ, ତାର ଦାଣ୍ଡ ନିଶ୍ଚିତ ଭାବରେ ଉଠିବ। ତ ଆସନ୍ତୁ କିପରି ମୋ ସାଙ୍ଗ ଟ୍ୟୁସନରୁ ଫେରୁଥିବା ସମୟରେ ମୋତେ କେହି ମୋର ପୁରା ବିଆକୁ ନାଲି କରିଦେଇଥିଲା, ସେଇ ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ମୋର ସାଙ୍ଗର ନାମ ହେଲା ପ୍ରକାଶ। ଆମେ ଦୁହେଁ ସାଙ୍ଗରେ ପାଠ ପଢ଼ୁ ଏବଂ ଗୋଟିଏ ସ୍ଥାନରେ ମଧ୍ୟ ଆମେ ଟ୍ୟୁସନ୍ ହେଉ। ପ୍ରକାଶ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ବଳିଷ୍ଠ ଚେହେରା, ଗୁଲଗାଲିଆ ଦେଖିବାକୁ। ତେଣୁ ମୋର ମନେ ମନେ ତା ପ୍ରତି ଦୁର୍ବଳତା ଥାଏ। ମୁଁ ତ ପ୍ରଥମରୁ ବେଧି ମୋତେ ଗିଆଁ ଖାଇବାକୁ ପ୍ରବଳ ଇଚ୍ଛା ହୁଏ। ମୋ ବିଆ ଖାଲି ଗୋଲୁ ଗୋଲୁ ହୁଏ, କିନ୍ତୁ ଝିଅ ପିଲା ମୁଁ କିଛି କହିପାରୁନଥାଏ। ତ ଆମେ ଦୁହେଁ ଥରେ କେମିଷ୍ଟ୍ରି ଟ୍ୟୁସନରୁ ଫେରୁଥିବା ସମୟରେ ପାଖାପାଖି ସନ୍ଧ୍ୟା 8ଟା ହେବ। ଆମେ ଦୁଇଟି ସାଇକେଲରେ ଦୁଇ ଜଣ ଆସୁଥିଲୁ। ହଠାତ୍ ଗୋଟିଏ ମୋଡ଼ ଜାଗାରେ ସେ ସାଇକେଲକୁ ରଖିଦେଲା। ରଖିଦେଇ କହିଲା, ପ୍ରିୟା, ମୁଁ ଆଜି ତୋତେ ଗୋଟେ କଥା କହିବି। ମୁଁ କହିଲି, କହ। ଆମେ ତ ସାଇକେଲରେ ଯାଉଥିଲୁ, କଥା କହି ତୁ ଛିଡ଼ା କରିଦେଲୁ କ'ଣ ପାଇଁ? ଆମେ ସାଇକେଲରେ ଯାଉ ଯାଉ ମଧ୍ୟ କଥା ହେଇପାରିବା। ସେ କହିଲା, ନା, ତୁ ଏଇଠି ଛିଡ଼ା ହ, ମୁଁ ତୋତେ ଗୋଟେ କଥା କହୁଛି। ଏମିତି କହି ସେ ସାଇକେଲଟିକୁ ଛିଡ଼ା କରେଇଦେଲା ଏବଂ ଆସି ମୋ ପାଖରେ ପୁରା ଲାଗିଗଲା। ମୋତେ ପଛରୁ ଧରି ପକାଇ କହିଲା, ପ୍ରିୟା, ମୋତେ ଆଜି ତୋତେ ଘେନିବାକୁ ପ୍ରବଳ ମନ ହେଉଛି, ମୋତେ ଟିକେ ସୁଯୋଗ ଦେ। ମୁଁ କହିଲି, ଆରେ ପାଗଳା, ଏଗୁଡ଼ା କି କଥା? ଆମେ ଦୁଇ ଜଣ ସାଙ୍ଗ, ଆମେ ତ କେବେ ଚିନ୍ତାଧାରା କେବେ କରିନୁ, ଆଉ ତୁ କାହିଁକି ଏମିତି ମୋତେ ହଇରାଣରେ ପକାଉଛୁ? ସେ କହିଲା, ଦେଖ, ତୁ ମୋତେ ଆଜି ମନା କରନି। ମୁଁ ବହୁତ ଦିନ ହେଲାଣି ତୋତେ କହିବି ଭାବୁଛି, କିନ୍ତୁ କହିପାରୁନଥିଲି। ଆଜି ବହୁତ ସାହସ କରି ମୁଁ ତୋତେ କହିଛି, ତୁ ମୋତେ ମନା କରନି। ଏଇ କଥା କହି ସେ ମୋତେ ପଛପଟରୁ କୁଣ୍ଢେଇ ଧରିଲା ଏବଂ ମୋର ଦୁଧକୁ ମୁଠେଇବାକୁ ଲାଗିଲା। ମୁଁ ମନା କରୁଥାଏ, କିନ୍ତୁ ସେ ଶୁଣୁନଥିଲା। ଏମିତି କିଛି ସମୟ ଦୁଧକୁ ମୁଠେଇ ସାରିଲା ପରେ ମୋର ମଧ୍ୟ ଗିଆଁ ଖାଇବାକୁ ପ୍ରବଳ ଆଗ୍ରହ ହୋଇଗଲା। ମୁଁ ଅଭିନୟ କରି କହିଲି, ଆରେ ରାସ୍ତା ପାଖ, ଲୋକେ ଯିବା ଆସିବା କରୁଥିବେ, ଆଉ ଏଠାରେ କେମିତି କ'ଣ ହେବ? ସେ କହିଲା, କିଛି ଚିନ୍ତା କରନି, ଆଗରେ ଗୋଟିଏ ବନ୍ଦ ଦୋକାନଟିଏ ଅଛି, ଚଲ ଆମେ ସେଇ ଦୋକାନ ପାଖକୁ ଯିବା। ଏଇ କଥା କହି ସେ ମୋ ସାଇକେଲଟିକୁ ଧରିଲା ଏବଂ ତା ସାଇକେଲଟିକୁ ଧରି ସେ ଦୋକାନ ପଛପଟରେ ରଖିଦେଲା ଏବଂ ମୋତେ ମଧ୍ୟ ସେଇ ଦୋକାନ ପଛପଟକୁ ଟାଣିନେଲା। ସୁନସାନ ଜାଗା, କେହି ନାହିଁ, କେବଳ ଗୋଟିଏ ବେଞ୍ଚ ପଡ଼ିଥିଲା, ତା ବ୍ୟତୀତ ଆଉ ସେଠାରେ କିଛି ନଥିଲା। ସେ କ'ଣ କଲା ନା ମୋତେ ସେ ବେଞ୍ଚରେ ଶୁଆଇଦେଲା ଏବଂ ପାଗଳା ଭଳିଆ ମୋ ପ୍ୟାଣ୍ଟକୁ ଟାଣି ତା ମୁହଁକୁ ନେଇ ମୋ ବିଆରେ ପୁରା ଭର୍ତ୍ତି କରିଦେଲା। ଶୁଙ୍ଘି ଚାଲିଲା ମୋର ବିଆକୁ। କିଛି ସମୟ ଶୁଙ୍ଘି ସାରିଲା ପରେ ସେ କ'ଣ କଲା ନା ତା ଜିଭରେ ମୋ ବିଆକୁ ଚାଟିବାକୁ ଲାଗିଲା। କିଛି ସମୟ ଚାଟିଲା, ପୁନର୍ବାର ତାର ଆଙ୍ଗୁଳିକୁ ନେଇ ମୋ ବିଆ ଭିତରେ ସଲସଲ କରେଇଲା। ତାପରେ କ'ଣ କଲା ନା ପୁଣି ମୋ ବିଆକୁ ଚାଟିଲା।
କିଛି ସମୟ ଚାଟି ସାରିଲା ପରେ ପୁନର୍ବାର ମୋ ଦୁଧକୁ ମଧ୍ୟ ଚାଟିଲା, ମୋ ପେଟକୁ ଚାଟିଲା, ସାରା ଦେହକୁ ମୋର ଚାଟି ଚାଟି ସେ ସଫା କରି ପକାଇଲା। ତାର ଏମିତି କାରୁକାର୍ଯ୍ୟରେ ମୋତେ ଭଲ ଲାଗୁଥିଲା ଏବଂ ମୁଁ ମଧ୍ୟ ଖୁବ୍ ଉତ୍ତେଜିତ ହୋଇଥିଲି। ମୁଁ କ'ଣ କଲି ନା ବସି ପଡ଼ି ତା ପ୍ୟାଣ୍ଟର ଚେନ୍କୁ ଟାଣିଦେଲି ଏବଂ ତାର ବାଣ୍ଡଟିକୁ ବାହାରକୁ ବାହାର କରି ଆଣିଲି। କି ଲମ୍ବା ବାଣ୍ଡ! ସେ ବାଣ୍ଡକୁ ଯେତେବେଳେ ମୁଁ ମୁଠେଇ ଧରିଲି ସେ କହିଲା, ପ୍ରିୟା, ୟାକୁ ଟିକେ ପାଟିରେ ଚୁଷ୍। ମୁଁ କ'ଣ କଲି ନା ତାର ସେଇ ଲମ୍ବା ବାଣ୍ଡକୁ ନେଇ ମୋ ପାଟିରେ ଭର୍ତ୍ତି କଲି ଏବଂ ଖୁବ୍ ଜୋରରେ ମୁଁ ତାର ଲମ୍ବା ବାଣ୍ଡକୁ ଚୁଚୁମିବାକୁ ଲାଗିଲି। କିଛି ସମୟ ଚୁଚୁମି ସାରିଲା ପରେ ଲକ୍ଷ୍ୟ କଲି ତା ବାଣ୍ଡରୁ ଅଳ୍ପ ଅଳ୍ପ ପାଣି ବାହାରିଲା। ତାପରେ ସେ ମୋତେ କହିଲା, ପ୍ରିୟା, ତୁ ଗୋଟେ କାମ କର, ତୁ ଏଇଠାରେ ଟିକେ ଶୋଇପଡ଼, ମୁଁ ତୋତେ ଟିକେ ଘେହିଁ ଦିଏ। ମୋର ବିଏରୁ ମଧ୍ୟ ସେତେବେଳେ ହାଲକା ହାଲକା ରସ ବାହାରିବା ଆରମ୍ଭ ହୋଇଗଲାଣି। ତେଣୁ ମୁଁ ଜାଣିସାରିଥିଲି ଯେ ମୋ ପ୍ରିୟା ବର୍ତ୍ତମାନ ଘିଆଁ ଖାଇବାକୁ ଇଚ୍ଛୁକ। ତେଣୁ ମୁଁ କ'ଣ କଲି ନା ଶୋଇପଡ଼ିଲି ଏବଂ ତାକୁ ତା କାମ କରିବାରେ ସାହାଯ୍ୟ କଲି। ଦୁଇ ଗୋଡ଼କୁ ମେଲେଇ ଧରିଲି। ସେ କ'ଣ କଲା ନା ତାର ଲମ୍ବା ବାଣ୍ଡକୁ ସିଧା ମୋ ପିଆ ଭିତରେ ପୂରେଇ ଦେଲା। ମୋତେ କଷ୍ଟ ଲାଗୁଥିଲା ପ୍ରଥମ, କିନ୍ତୁ ମଜା ମଧ୍ୟ ଲାଗୁଥିଲା। ତେଣୁ ମୁଁ ଖାଲି ଏମିତି ହେଉଥିଲି। ସେ କିନ୍ତୁ ଘେହିଁ ଚାଲିଥିଲା ପ୍ରବଳ ମାତ୍ରାରେ। ଅଣଚାଶ ପବନ ବହିଲା ଭଳିଆ କେବଳ ଘେପି ଚାଲିଥାଏ। କଚ୍ 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 ଶବ୍ଦରେ ସେ ପ୍ରବଳ ମାତ୍ରାରେ ମୋତେ ଘେଉଁଥିଲା ଏବଂ କିଛି ସମୟ ପିଇ ସାରିଲା ପରେ ସେ କ'ଣ କଲା ନା ତାର ବାଣ୍ଡକୁ ବାହାର କରି ଆଣିଲା ଏବଂ ପୁଣି ତା ଜିଭରେ ମୋ ଦିହକୁ ଚାଟିବାକୁ ଲାଗିଲା। ମୁଁ ତାକୁ କହିଲି, ଆରେ ଆଉ ଚାଟନି, ବିଆରୁ ରସ ବାହାରିଯିବ। ସେ କହିଲା, ତୁ ଆଜି କିଛି କଥା କହନି, ମୋର ଆଜି ସୁଯୋଗ ପାଇଛି, ତେଣୁ ମୁଁ ଆଜି ମୋ ମନ ଶାନ୍ତି ହେବା ପର୍ଯ୍ୟନ୍ତ ତୋତେ ଘେଇବି। ମୁଁ ବି ଭାବିଲି ମୋର ଅସୁବିଧା କ'ଣ, ତା ଯେମିତି ଲାଗୁଛି ସେମିତି ଘେଉଁ, ମୋତେ ତ ସବୁ ପଟରୁ ଆରାମ ଲାଗୁଛି। ତେଣୁ ମୁଁ ଆଉ କିଛି କହିଲି ନା। ସେ ନିର୍ଦ୍ଧୁମ ଭାବରେ ପାଖାପାଖି 5ରୁ 7 ମିନିଟ୍ ଚାଟି ସାରିଲା ପରେ ମୋର ବିଆରୁ ପାଣି ବାହାରିବା ସମୟ ହୋଇଗଲା। ମୁଁ ତାର ମୁଣ୍ଡକୁ ଧରି ଯେତେ ପେଲିବାକୁ ଚେଷ୍ଟା କଲି ସେ ଆଉ ଶୁଣିବା ଅବସ୍ଥାରେ ନଥିଲା। ତେଣୁ ଏତେ ମାତ୍ରାରେ ଚାଟୁଥିଲା ଯେ ଶେଷରେ ମୋ ବିଆରୁ ପାଣି ମଧ୍ୟ ବାହାରିଗଲା। କିନ୍ତୁ ସେ ଏତେ ଉତ୍ତେଜିତ ଥିଲା ଯେ ତା ଜିଭ ଦ୍ୱାରା ମୋ ବିଆରୁ ପାଣି ବାହାରି ସାରିଥିଲା, ସେ କିନ୍ତୁ ଜାଣିପାରି ନଥିଲା। କିଛି ସମୟ ପରେ ସେ ପୁନର୍ବାର ମୋର 2 ଟାଙ୍ଗକୁ ଟେକି ପୁଣି କ'ଣ କଲା, ତାର ବାଣ୍ଡକୁ ମୋ ବିଆ ଭିତରେ ପୂରେଇଲା। ନିର୍ଦ୍ଧୁମ ଭାବରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ଘେହିଁ ଚାଲିଲା। ଏଥର କିନ୍ତୁ ତା ବାଣ୍ଡରୁ ସବୁଯାକ ପାଣି ବାହାରିଗଲା ଏବଂ ସେ ମଧ୍ୟ ଶାନ୍ତି ପାଇଗଲା। ଏହିପରି ଭାବରେ ଆମେ ଦୋକାନ ପଛପଟେ ସେଦିନ ମୋ ସାଙ୍ଗ ସହିତ ଘିଆଁ ଦେଇଥିଲୁ। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ ଏବଂ ଏହିପରି ହଟ୍ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।